ଜୟ ଜଗନ୍ନାଥ ପିଲାମାନେ, ଶ୍ରୁତି ଏଜୁକେସନ୍ ଚ୍ୟାନେଲକୁ ଆପଣ ସମସ୍ତଙ୍କୁ ସୁସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଡିସ୍କସ୍ କରିବାକୁ ଯାଉଛି ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହି, ଯାହାକି ଜିଜ୍ଞାସା ବହି, ତାର ଚାପ୍ଟର ନମ୍ବର 6, ଯାହାକି ହେଉଛି ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା। ଆମେ ପୂର୍ବରୁ 2ଟି ପାର୍ଟ ଅଲରେଡ଼ି ଭିଡ଼ିଓ ଅପଲୋଡ଼ କରିସାରିଛେ। ଯଦି ତୁମେ ଦେଖିନ, ପ୍ଲେଲିଷ୍ଟକୁ ଯାଇକି ଦେଖିପାରିବ କିମ୍ବା ଭିଡ଼ିଓ ଲିଷ୍ଟରେ ମଧ୍ୟ ଅଛି। ଆଜି ପୂର୍ବ ଭିଡ଼ିଓରେ ଆମେ ଆଉ ପାଦେ ଆଗକୁ ପର୍ଯ୍ୟନ୍ତ ପଢ଼ିଥିଲି। ଆଜି ହେଉଛି ଏହାର ଥାର୍ଡ଼ ପାର୍ଟ। ଆଜି ଆମେ ପବନର ସୃଷ୍ଟି ବିଷୟରୁ ଆରମ୍ଭ କରିବା। ତୁମେ ନିଶ୍ଚୟ ଦେଖିଥିବ ଯେ କିଛି ଦିନ ଗୁଡ଼ିକର ପବନ କ'ଣ ହୁଏ। ମାନେ ପବନର ସୃଷ୍ଟି ଯେହେତୁ ଆମେ ପଢ଼ୁଛେ, ପ୍ରଥମେ ଆମ ନିଜର ଅନୁଭୂତିରୁ ଜାଣିବା ଯେ ଆମେ ବହୁତ ଦିନ ଦେଖୁ ଯେ ପବନ କ'ଣ ହୁଏ, ବହୁତ ଜୋରରେ ବହେ, ଆଉ ଗୋଟେ ଦିନରେ ପବନ ବିଲକୁଲ ବହେନି, ବହୁତ ଶାନ୍ତ ହେଇଯାଏ। ଆଉ ଅନେକ ସମୟରେ ପବନ ଏତେ ଜୋରସେ ବହେ ଯେ ଅନେକ ଧନଜୀବନ ମଧ୍ୟ କ୍ଷତି କରିଥାଏ। ଆଉ ତମେମାନେ ନିଶ୍ଚୟ ଦେଖିଥିବ ଯେ ଯେତେବେଳେ ଗୋଟେ ଫୁଲା ଯାଇଥିବା ବେଲୁନ, ଆଚ୍ଛା, ଫୁଲା ଯାଇଥିବା ବେଲୁନକୁ ମାନେ ମୁହଁ କ'ଣ ପାଇଁ ବନ୍ଦ କରି ରଖାଯାଏ? ବାୟୁ ମାନେ ପଳେଇବନି ବୋଲି, ବାହାରକୁ ପଳେଇବନି ବୋଲି। ମନେ ରଖ ଯେ ଯେତେବେଳେ ସାଇକେଲ ଟ୍ୟୁବରେ ଛିଦ୍ର ହୁଏ, ବାୟୁ କ'ଣ ହୁଏ, ବାହାରକୁ ଚାଲିଥାଏ ଏବଂ ଟ୍ୟୁବ୍ କ'ଣ ହୁଏ, ସଙ୍କୁଚିତ ହୁଏ। এই ଉଭୟ କ୍ଷେତ୍ରରେ କ'ଣ ବାୟୁକୁ ଉଚ୍ଚ ଚାପ ଅଞ୍ଚଳରୁ ବାହାରର କମ୍ ଚାପ ଅଞ୍ଚଳକୁ ଚାଲିଯାଏ କି? କ'ଣ ବାୟୁ ଯେଉଁ ସେଇ ଭିତରେ ଥିଲା, ସାଇକେଲ ଟ୍ୟୁବ୍ ହଉ କି ବେଲୁନ ଭିତରେ, ସେଠି ଉଚ୍ଚ ଚାପ ଥିଲା, ଯାହାଫଳରେ କି ଖୋଲିଦେବା ଫଳରେ ନିମ୍ନଚାପ ଅଞ୍ଚଳକୁ ଚାଲିଯାଏ କି? ଏଇ ପ୍ରଶ୍ନର ଆନ୍ସର୍ ହେଲା ହଁ। ଆମେ ପୂର୍ବରେ ମଧ୍ୟ ପଢ଼ିଥିଲି ଯେ ଆମର କ'ଣ ବିଷୁବରେଖା ଗରମ ବାୟୁ ଉଚ୍ଚଚାପ ବାୟୁ ଠାରୁ ନିମ୍ନଚାପ ଆଡ଼ୁ ଗତି କରିଥାଏ। ବାୟୁଚାପର ପାର୍ଥକ୍ୟ ସହିତ ପବନ ସୃଷ୍ଟିର କିଛି ସମ୍ପର୍କ ଅଛି କି? ପିଲାମାନେ, ବାୟୁ ଅଲଗା, ପବନ ଅଲଗା। ଗତିଶୀଳ ବାୟୁକୁ ପବନ କୁହାଯାଏ। ଏଇଟା ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ତୁମମାନଙ୍କର ପଡ଼ିପାରେ, ହେଲା। ତ ବାୟୁଚାପରେ ପାର୍ଥକ୍ୟ ସହିତ ପବନ ସୃଷ୍ଟିର ସମ୍ପର୍କ ଅଛି କି? ହଁ। ଯଦି ବାୟୁଚାପରେ ପାର୍ଥକ୍ୟ ରହିବ, ତେବେ କ'ଣ ହେବ? ବାୟୁ ପ୍ରବାହିତ ହେବ, ଯାହାଫଳରେ କି ପବନ ସୃଷ୍ଟି ହେବ। ଆଉ ପବନ କିପରି ସୃଷ୍ଟି ହୁଏ? ଆମେ ଏବେ କହିଲି ନା, ଆଉ ଯେଉଁ ବାୟୁ ଯେତେବେଳେ ଗତିଶୀଳ ହୁଏ ତାକୁ ଆମେ ପବନ ବୋଲି କହିଥାଉ। ଏହା ହିଁ ପବନର ସୃଷ୍ଟି। ଏବେ ଆମେ ଗୋଟେ ପରୀକ୍ଷା କରିବା, ଯାହାକି 6.5 ପତଳା ରବରରେ ତିଆରି ଦୁଇଟା ସମାନ ବେଲୁନ ନିଅ। ଏକ ସରୁ ପାନୀୟ ଜଳ ବା ଷ୍ଟ୍ର ନଳୀ ନିଅ। ଏଇଟା ଦେଖ, ଏଇଟା ଗୋଟେ ବଡ଼ ବେଲୁନ ଅଛି, ଏଇଟା ଫୁଲାବାଲା, ଏଇଟା ଟିକେ କମ୍ ଫୁଲା ଅଛି। ଆଉ ତା ମଝିରେ କ'ଣ ଅଛି ଦେଖିପାରୁଥିବ ତମମାନେ ବି, ମଝିରେ ଗୋଟେ ଷ୍ଟ୍ର ଅଛି। ଏଇଟା ହେଲା ଷ୍ଟ୍ର, ହେଲା। ଆଉ ସରୁ ନଳୀର ଗୋଟେ ମୁଣ୍ଡକୁ ଗୋଟେ ବେଲୁନରେ ଭର୍ତ୍ତି କର, ଆଉ ଏହାକୁ ଏକ ରବର ବ୍ୟାଣ୍ଡ କିମ୍ବା ସୂତା ସାହାଯ୍ୟରେ ବାନ୍ଧି ଦିଅ। ଏଇଟା ଦେଖ, ସୂତା ସାହାଯ୍ୟରେ ବନ୍ଧା ହେଇଛି। ଏବେ ଦ୍ୱିତୀୟ ବେଲୁନକୁ କ'ଣ କରିବ? ଫୁଲାଅ ଏବଂ ତୁମ ଆଙ୍ଗୁଠିରେ ଏହାର ମୁହଁକୁ ଧରିକି ରଖିଥାଅ। ଆଙ୍ଗୁଠିରେ ମୁହଁଟା ଧରିକି ରଖିବ, ଯେପରି ବାୟୁଟା ବାହାରକୁ ନଯାଏ। ଫୁଲା ଯାଇଥିବା ବେଲୁନର ବେକରେ ସରୁ ନଳୀର ଅନ୍ୟ ମୁକ୍ତ ମୁଣ୍ଡକୁ ଭର୍ତ୍ତି କର ଏବଂ ଏହାକୁ ଏକ ରବର ବ୍ୟାଣ୍ଡ କିମ୍ବା ସୂତା ସାହାଯ୍ୟରେ ବାନ୍ଧି ରଖ। ଏଇଟା ଯେମିତି ମାନେ ସୂତା ସାହାଯ୍ୟରେ ବାନ୍ଧିଲ, ଏଟା ମଧ୍ୟ ସୂତା ସାହାଯ୍ୟରେ ବାନ୍ଧ। ଆଉ ଗୋଟେ ଜିନିଷଟେ ନିଶ୍ଚିତ କର ଯେ ବେଲୁନରେ ଯେଉଁ ଭର୍ତ୍ତି ହେଇଛି ନଳୀ, ମାନେ ଦୁଇ ସାଇଡ଼୍ରେ ଦୁଇଟା ବେଲୁନ ଭର୍ତ୍ତି ହେଇଛି, ସେଟା ବାୟୁ ବାହାରକୁ ଯେମିତି ନଯିବ। ବର୍ତ୍ତମାନ କ'ଣ କରିବ? ତୁମର ସରୁ ନଳୀର ଗୋଟେ ମୁଣ୍ଡ ଫୁଲା ଯାଇଥିବା ବେଲୁନ ଭିତରେ ଏବଂ ଅନ୍ୟଟି ଫୁଲି ନଥିବା ବେଲୁନ ଭିତରେ ଅଛି। ତ ବେଲୁନ ଗୁଡ଼ିକର କ'ଣ ହେବ ଅନୁମାନ କର। ଗୋଟେଟା ଫୁଲି ଯାଇଛି ପୁରା ଭାବରେ, ଆଉ ଗୋଟେଟା ବିଲକୁଲ ଫୁଲିନି। ଦେଖିପାରୁଥିବ ଏଇଟାରେ କେମିତି ଭାବରେ ଅଛି। ତ କ'ଣ ହେଇପାରେ? ତମେମାନେ କ'ଣ ଭାବୁଛ? ଆସ ଆମେ ଦେଖିବା। ତ ଏହାର ପାର୍ଥକ୍ୟ ଦେଖିବା ପାଇଁ, ଯେହେତୁ ଆମେ ଏବେ ହିଁ ପଢ଼ିଲେ ଯେ କ'ଣ ମାନେ ବାୟୁ କ'ଣ ହୁଏ, ଉଚ୍ଚଚାପ ଅଞ୍ଚଳରୁ ନିମ୍ନଚାପ ଅଞ୍ଚଳକୁ ବହିଥାଏ। ତ ଫୁଲିଥିବା ବେଲୁନରେ ବାୟୁଚାପ କ'ଣ, ଫୁଲି ନଥିବା ବେଲୁନର ବାୟୁଚାପ ଅପେକ୍ଷା ଅଧିକ, ହଁ କି ନାହିଁ? ଫଳସ୍ୱରୂପ କ'ଣ ହେବ? ଫୁଲା ଯାଇଥିବା ବେଲୁନରୁ କିଛି ବାୟୁ, ବେଶୀ କହୁନି, କିଛି ବାୟୁ ଫୁଲି ନଥିବା ବେଲୁନକୁ ଗତି କରୁଥିବ, ଯାହାଫଳରେ କି ଉଭୟ ବେଲୁନର ଆକାରରେ ପରିବର୍ତ୍ତନ ହେଉଥିବ। ଏବେ ତୁମମାନେ କହିବ, ଖାଲି ତ ଯେଉଁଟା ଛୋଟ ବେଲୁନ ତାର ଆକାରରେ ପରିବର୍ତ୍ତନ ହେବ, ବଡ଼ର କେମିତି? କ'ଣ ପାଇଁ ନା ବଡ଼ରୁ ଯେହେତୁ ଗଲା, ତା ଟିକେ ଛୋଟ ହେଇଯିବ ଏବଂ ଯେଉଁଟା
ଟିକେ ଛୋଟ ଥିଲା, ବିଲକୁଲ ଫୁଲ ନଥିଲା, ଟିକେ ବଡ଼ ହେଇଯିବ। ତ ଆମେ କହିପାରିବା ଯେ ଦୁଇଟା ଯାକ ଷ୍ଟେବଲ୍ ହେଇକି ରହିବ। ତ ଏବେ ଆମେ ଯାହା ହିଁ ମାନେ କହିଲି ସେଇଟା ଏଇଠି ଲେଖାଯାଇଛି ଯେ ତମେମାନେ କେବେ ଲକ୍ଷ୍ୟ କରୁଛ କି ଯେତେବେଳେ ଏଇଟା ପରୀକ୍ଷାଟା ସରିବ କିଛି ସମୟ ପରେ କ'ଣ ହବ, ଦୁଇଟି ଯାକ ବେଲୁନ୍ କ'ଣ ହବ, ପ୍ରାୟ ସମାନ ଆକାରରେ ପହଞ୍ଚିଯିବ ଏବଂ ବାୟୁ ପ୍ରବାହ ବନ୍ଦ ହେଇଯିବ। ଏବେ ତମେମାନେ କହିବ ବାୟୁ ପ୍ରବାହ କ'ଣ ପାଇଁ ବନ୍ଦ ହେଲା? ତ ଫୁଲି ଯାଇଥିବା ବେଲୁନ୍ରେ ଯେଉଁ ବାୟୁଚାପ, ଫୁଲି ନଥିବା ବେଲୁନ୍ର ବାୟୁଚାପ ଅପେକ୍ଷା କ'ଣ ଅଧିକ ରହିଥିବା ପର୍ଯ୍ୟନ୍ତ ହିଁ ବାୟୁ ପ୍ରବାହ ଜାରି ରୁହେ। ଯେତେବେଳେ ଉଭୟ ବେଲୁନ୍ରେ ଚାପଟି କ'ଣ ସମାନ ହୋଇଯାଏ ସେତେବେଳେ ବାୟୁ ପ୍ରବାହ ବନ୍ଦ ହେଇଯାଏ। ଏହି ପର୍ଯ୍ୟାୟରେ ଉଭୟ ବେଲୁନ୍ରେ ପ୍ରାୟ ସମାନ ଆକାରର ହୋଇଯାଏ। ତେଣୁ ସେତେବେଳେ ବାୟୁ ପ୍ରବାହଟି ବନ୍ଦ। ତେଣୁ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚି ପାରିବା ଯେ ଉଚ୍ଚ ବାୟୁଚାପ ଅଞ୍ଚଳରୁ ବାୟୁ କ'ଣ ହୁଏ, ନିମ୍ନ ବାୟୁଚାପ ଅଞ୍ଚଳକୁ ଗତି କରିଥାଏ। ଆଉ ତମମାନେ ଏଇ ଯେଉଁ ପରୀକ୍ଷାକୁ ସମୁଦ୍ରର ପବନ ଏବଂ ସ୍ଥଳ ପବନ, ଯାହାକି ଆମ ସମୁଦ୍ର ସମୀର ସ୍ଥଳ ସମୀର ପଢ଼ିଥିଲେ, ଏ ଯେଉଁ ଦିଗ ସହିତ ସମ୍ପର୍କିତ କରିପାରିବ, ଯାହାକି ତମେ ପୂର୍ବ ଶ୍ରେଣୀର ପାଠରେ ପଢ଼ିଥିଲ। ଦିନବେଳା ଜଳଭାଗ ଅପେକ୍ଷା ସ୍ଥଳଭାଗ ଅଧିକ ଗରମ ହେବା ଯୋଗୁଁ ସ୍ଥଳଭାଗ ଉପରେ ଥିବା ବାୟୁ କ'ଣ ହୁଏ, ଜଳଭାଗ ଅପେକ୍ଷା ଶୀଘ୍ର ଗରମ ହୋଇ ହାଲୁକା ହୋଇଯାଏ ଏବଂ ଉପରକୁ ଉଠି ଯାଇଥାଏ। ତେଣୁ କ'ଣ ହୁଏ, ଏଇଟା କ'ଣ ହୁଏ, ଉପରକୁ ଉଠିଯାଏ। ଆଉ କ'ଣ ହୁଏ, ଲଘୁଚାପର ଗୋଟେ କ୍ଷେତ୍ର ସୃଷ୍ଟି କରେ। ଯେମିତି ଆମର ଚୁମ୍ବକୀୟ କ୍ଷେତ୍ର ଥିଲା, ଏଇଟା ଗୋଟେ ଲଘୁଚାପର କ୍ଷେତ୍ର ସୃଷ୍ଟି କରେ। ସମୁଦ୍ର ଜଳଭାଗର ଉଚ୍ଚଚାପ ଅଞ୍ଚଳରୁ ବାୟୁ କ'ଣ ହୁଏ, ସ୍ଥଳଭାଗର ଯଦି ନିମ୍ନଚାପ ଅଞ୍ଚଳକୁ ପ୍ରବାହିତ ହୋଇଥାଏ, ଏହାକୁ କ'ଣ କୁହାଯାଏ, ସମୁଦ୍ର ପବନ, ସି ବ୍ରିଜ୍। ଏଇଟା ସବୁବେଳେ ମନେ ରଖିବ ଟିକେ, ଏଇଟା ହେଲା ଏଇଠୁ ଏଇତିକି। ଆଉ ରାତିରେ କ'ଣ ହୁଏ, ଜଳଭାଗ ସ୍ଥଳଭାଗ ଅପେକ୍ଷା କ'ଣ ହୁଏ, ଗରମ ରହିଥାଏ। ତେଣୁ ଏକ ଲଘୁଚାପର କ୍ଷେତ୍ର ପୁଣି ସମୁଦ୍ର ଜଳଭାଗ ଉପରେ କ'ଣ ହୁଏ, ସୃଷ୍ଟି ହୁଏ। ଫଳସ୍ୱରୂପ କ'ଣ ହୁଏ, ସ୍ଥଳଭାଗରୁ ପବନ କ'ଣ ହୁଏ, ମାନେ ସମୁଦ୍ରକୁ ପ୍ରବାହିତ ହୋଇଥାଏ। ଏହିପରି ସ୍ଥଳବାୟୁ ବା ଲ୍ୟାଣ୍ଡ ବ୍ରିଜ୍ ଏହାକୁ ସୃଷ୍ଟି ହୁଏ ବା କୁହାଯାଏ, ଲେଖିପାରିବ ଯଦି ପଡ଼ିଲା ସଂଜ୍ଞା। ସ୍ଥଳଭାଗ ଓ ସମୁଦ୍ର ଉପରେ ଏଇ ଯେଉଁ ଚାପର ପାର୍ଥକ୍ୟ ହେତୁ କ'ଣ ହୁଏ, ସମୁଦ୍ର ବାୟୁ ଏବଂ ସ୍ଥଳବାୟୁଟି ସୃଷ୍ଟି ହୋଇଛି। ଯଦି ଆମେ କାର୍ଯ୍ୟ 6.5 ଦୁଇଟା ବେଲୁନ୍ ମଧ୍ୟରେ ପ୍ରବାହିତ ପବନର ବେଗ ମାପ କରିପାରିବା, ତେବେ ଆମେ ପାଇବୁ ଯେ ଚାପର ପାର୍ଥକ୍ୟ ଅଧିକ ହେଲେ ବାୟୁର ବେଗ ଅଧିକ ହୁଏ ବୋଲି। ଯଦି ଆମେ ତାର ଯେଉଁ କ'ଣ ମାନେ ବେଗଟି, ପବନର ବେଗଟି ମାପି ପାରିଥାନ୍ତେ, ଆମେ କହିପାରିଥାନ୍ତେ ଯେ ଚାପର ପାର୍ଥକ୍ୟ ଅଧିକ ହେଲେ ବାୟୁର ବେଗ ଅଧିକ ହୁଏ। ଏଇଟା ଗୋଟେ ମେନ୍ ପଏଣ୍ଟ। ଯଦି ମାନେ ଯେହେତୁ ଏଠି କରାହେଇନାହିଁ କିନ୍ତୁ ହେଲେ ବି କୁହାଯାଇଛି, ତମାନେ ଚାପ ଯନ୍ତ୍ର ଯଦି ଅଛି କରିପାରିବ। ତାପରେ ଦେଖ, ତ ତମମାନେ ମଧ୍ୟ ପଢ଼ିଥିବ ଯେ ଉଚ୍ଚ ବେଗର ପବନ, ଯଦି ବହୁତ ଜୋରରେ ପବନ ହେଲା, ଆମେ ବହୁତ ଜୋର ନ୍ୟୁଜ୍ ମଧ୍ୟ ଶୁଣିଥାଉ ଯେ ଘର ଛାତ ଉଡ଼ିଗଲା ବୋଲି। ତ ଏଇଟା କେମିତି ହୁଏ, ଏଇଟା ହିଁ ଏବେ ଆମେ ଦେଖିବା। ଉଚ୍ଚ ବେଗ ପବନ ବାୟୁର ଚାପ କ'ଣ ହୁଏ, ହ୍ରାସ କରିପାରେ। ଏଇ ମାନେ ପରୀକ୍ଷାରେ କ'ଣ ପଡ଼ିବ, ମାନେ ବହୁତ ଜୋରରେ ଯେଉଁ ପବନ ବହୁଛି, ମାନେ ଭାବୁନି ବହୁତ ଜୋର, ପୁରା ବହୁତ ଜୋର, ବାୟୁର ଚାପ କ'ଣ ହେବ, ହ୍ରାସ ହେବ। ସପ୍ତମ ଶ୍ରେଣୀରେ ମଧ୍ୟ ପଢ଼ିଥିଲେ କିପରି ଭାବରେ, ଯେଉଁ ଆମେ ମାନେ କ'ଣ ଗୋଟେ ଛୁଆ ଥିଲା ଏବଂ ତମେ ଲାଗେ ପଢ଼ିବ ଯେ ମାନେ ତମେ ନିଜେ ମଧ୍ୟ ଗୋଟେ ଟ୍ରାଏ କରିବ ଯେ ଗୋଟେ ପାଣି ବୋତଲ ଆଣିବ, ସେଠି ଗୋଟେ କାଗଜର ଗୁଲା ବନେଇକି ରଖିଦବ, ବହୁତ ଜୋରସେ ଫୁଙ୍କିବ, ମାନେ ପାଣି ବୋତଲ ଆଗେ ଆଗେ ରଖିବ, ବହୁତ ଜୋରସେ ଫୁଙ୍କିବ, ଭିତରକୁ ଯିବନି, ତଳକୁ ପଡ଼ିଯିବ ଆହୁରି ପଛେ, ଆଉ ଧୀରେ ସେ ଫୁଙ୍କିବ, ପାଣି ବୋତଲ ଭିତରକୁ ପଳେଇବ ସେ ଗଲାଟା। ଉଚ୍ଚ ବେଗ ପବନ ବାୟୁର ଚାପ ହ୍ରାସ କରିପାରିବ କିପରି ଭାବରେ, ପରୀକ୍ଷା ମାଧ୍ୟମରେ ସମାନ ଆକାରର ଦୁଇଟା ବେଲୁନ୍ ନେବା, ଉଭୟ ବେଲୁନ୍କୁ ଫୁଙ୍କିବା, ଦେଖ ଏଠି ଫୁଙ୍କିଦେବା ଏବଂ ଗୋଟେ ସୂତାରେ ବାନ୍ଧିବା। ଦେଖିପାରୁଛ ଏଠି ଫୁଙ୍କି ଦେଇଛି, ଆଉ କ'ଣ କରିଛି, ଗୋଟେ ସୂତା ଦ୍ୱାରା ବାନ୍ଧିଛି। ପ୍ରଥମେ ଏଇଟା ହେଲା ସୂତା, ତମମାନେ ପ୍ରଥମେ ଆଗ ଦେଖ, ତାପରେ ଯାଇକି ତମେମାନେ ଯଦି ଚିତ୍ରଟା ମନେ ଥିବ, ତମମାନେ ପରୀକ୍ଷାଟି ଆରାମରେ ଲେଖିଦେବ, ଆଉ ମନେ ରଖିବାକୁ ଆଉ ପଡ଼ିବନି। ଦୁଇଟି ବେଲୁନ୍କୁ କ'ଣ 6ରୁ 10 ସେମି ର ବ୍ୟବଧାନ ଛାଡ଼ିକି ଏକ ବାଡ଼ି ଦ୍ୱାରା ବାଡ଼ି ଏଠି ଟଙ୍ଗା ଯାଇଛି, ଯେଉଁଟାକି ହାତରେ ସେ ଧରିଛି, ବାଡ଼ି ଦ୍ୱାରା ଟାଙ୍ଗ। ବର୍ତ୍ତମାନ କ'ଣ କରିବ, ତମେ ଦୁଇଟି ବେଲୁନ୍ ଏ ଯେଉଁ ମଧ୍ୟରେ ଯେଉଁ ସଂକୀର୍ଣ୍ଣ ସ୍ଥାନଟି 6ରୁ 10 ସେମି ବାଲା ସ୍ଥାନଟି, ଏଇ ଜାଗାକୁ ତମେ ଦେଖିପାରୁଥିବ, ଫୁଙ୍କିବ, ବହୁତ ଜୋରସେ ଫୁଙ୍କିବ। ତା ଦ୍ୱାରା କ'ଣ ହେବ, ବାୟୁ ପ୍ରବାହ ହେବ। ତ
ମାନେ ମାନେ ବେଲୁନ ସହିତ କଣ ହୁଏ ତୁମର ପର୍ଯ୍ୟବେକ୍ଷଣକୁ ଧ୍ୟାନ ଦେବ। କଣ ହବ ନା ତମେ ନିଜେ ମଧ୍ୟ ଏଇଟା ଟ୍ରାଏ କରିବ। ଏଇ ବେଲୁନ ଦୁଇଟା କଣ ହବ ପାଖାପାଖି ପଳେଇ ଆସିବେ, ଏଇଟା ଏଇଠି ପୁରା ଲେଟକି ଯିବ ଆସିକି। କଣ ପାଇଁ ହେଲା, ବହୁତ ଜୋରସେ ଫୁଙ୍କିବା ଦ୍ୱାରା ବାୟୁର ବେଗ ସିନା ବଢିଲା କିନ୍ତୁ ଚାପ କମିଗଲା ବା ଯାହା ଫଳରେ କି ଦୁଇଟି ଯାକ ବାହ୍ୟ ଚାପରୁ ମାନେ ବାହ୍ୟ ଚାପ ଠେଲି ହେଇଯିବା ଫଳରେ ଏଇଟା ପାଖକୁ ପଳେଇ ଆସିଲା। ଆଉ ଏଇଟା ହିଁ ଦିଆଯାଇଛି ଯେ ଯେତେବେଳେ ତୁମେ ଦୁଇଟି ବେଲୁନ ମଧ୍ୟରେ ଫୁଙ୍କିବ ତୁମେ ଦେଖିବ ଯେ ସେମାନେ କଣ ହବ ପରସ୍ପର ଆଡ଼କୁ ଗତି କରିବେ। ଆଉ ଏହାର କାରଣ ଯେତେବେଳେ ତୁମମାନେ ବେଲୁନ ମଧ୍ୟରେ ଫୁଙ୍କିଲ ସେମାନେ କଣ କମ ଚାପ କ୍ଷେତ୍ର ସୃଷ୍ଟି ହେଲା। ବେଲୁନ ଚାରି ପାଖରେ ଥିବା ଉଚ୍ଚ ବାୟୁ କଣ ହେଲା ଚାପ ଉଭୟ ବେଲୁନକୁ ପରସ୍ପରକୁ ଠେଲିଦେଲା। ଯଦି ଦୁଇଟି ବେଲୁନ ମଧ୍ୟରେ ଅଧିକ ଜୋରରେ ଫୁଙ୍କିବ ତମେ ଦେଖିବ ଯେ ସେମାନେ କଣ ହେବେ ପରସ୍ପର ଆଡକୁ ଅଧିକ ଜୋରରେ ଗତି କରିବେ। ଏଇ ଯୋଉ କାର୍ଯ୍ୟରେ ତମାନେ କଣ ଅନୁମାନ କରିପାରିବ, ଆମେ ଅନୁମାନ କରିପାରିବା ଯେ ଏଇଟା ଗୋଟେ ମେନ୍ ପଏଣ୍ଟ। ଆମେ ଅନୁମାନ କରୁ ଯେ ଉଚ୍ଚ ଗତି ପବନ ଏକ ନିମ୍ନ ଗତି ବାୟୁଚାପ ସୃଷ୍ଟି କରିଥାଏ। ତ ଏଇ ତାପରେ ଆଉ କିଛି ଅଛି ଦେଖିବା। ତ ଯେତେବେଳେ ଆମ ଘର ଉପରେ କଣ ହୁଏ ବହୁତ ଜୋର ସେ ପବନ ପ୍ରବାହିତ ହୁଏ କଣ ହୁଏ ସେତେବେଳେ ଘର ଉପରେ ଗୋଟେ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୁଏ। କଣ ପାଇଁ ନା ବହୁତ ଜୋରସେ ଯେହେତୁ ଆମେ ଏବେ ତ ପଢିଲେ ନା ଜୋରରେ ପବନ ପ୍ରବାହିତ ହେଲେ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହବ ହେଲା, କ୍ଷେତ୍ରଟେ ସୃଷ୍ଟି ହେଲା। ତେଣୁ କଣ ହୁଏ ଘରର ଛାତ ଉପରେ ଥିବା ବାୟୁଚାପ ଘର ତଳେ ଥିବା ବାୟୁଚାପରୁ କମ ହେଇଯାଏ। ମାନେ ବାୟୁଚାପ ଯୋଉ ସାଇଡରେ ଅଛି ବାୟୁଚାପଟା ତ ଉପରଟା କମ ହେଇଗଲା କଣ ମାନେ ବହୁତ ଜୋରରେ ପବନ କାଟୁଛି ମାନେ ପ୍ରବାହିତ ହଉଛି। ଆଉ ବାୟୁ ଯୋଉ ଘର ଭିତରେ ଅଛି ସେଇଟା ଘର ତଳେ ଥିବା ବାୟୁଚାପ ଅଧିକା ହେଇଗଲା। ଯଦି ଚାପ ପାର୍ଥକ୍ୟ ଅଧିକା ଏବଂ କଣ ଛାତ ଗୁଡ଼ିକ ଦୁର୍ବଳ, ତ ଯଦି ଛାତ ଗୁଡ଼ିକ କଣ ଦୁର୍ବଳ ତେବେ କଣ ହବ ଛାତ ଗୁଡ଼ିକ ଉଡେଇ ନବ। ଏବେ ଏଇଟା ଆଉ ଟିକେ ଭଲସେ ଆମେ ବୁଝିପାରିବା ଯେ କଣ ହବ ଯେତେବେଳେ ବହୁତ ଜୋରରେ ବାୟୁ ପ୍ରବାହ ହବ ବାହାରର ବାୟୁ ଚାପ ବହୁତ ଜୋର ସେ କମିଯିବ, ଭିତରର ଚାପଟି ବଢିଯିବ। ଭିତର ଯେହେତୁ ଭିତରର ବାୟୁଚାପଟି କଣ ଅଧିକ ତେବେ କଣ ହବ ଭିତରର ବାୟୁଚାପଟି ବାହାରକୁ ଆସିବାକୁ ଚେଷ୍ଟା କରିବ। ଯାହାଫଳରେ କି ସେ କଣ କରିବ ଏଇ ଯୋଉ ଉପରଟା ଗୋଟେ ଛାତକୁ ଭାଙ୍ଗିକି ପଳେଇ ଆସିବ। ଆଉ ସେଇଥିପାଇଁ ହିଁ ଯେତେବେଳେ ଖୁବ ଜୋରରେ ପବନ ବହିବା ସମୟରେ ଘର ଏବଂ ଝରକାର କବାଟ ଖୋଲା ରଖିବା ଅନୁଚିତ। ଆଉ ଯେତେବେଳେ ସେଇ ସମାନ ପବନ ଛାତ ଉପରେ ଏବଂ ଘର ଗୁଡିକ ମଧ୍ୟରେ ଗତି କରେ ସେତେବେଳେ ଘର ଭିତର ଓ ଛାତ ଉପରେ ଚାପ ପାର୍ଥକ୍ୟ କଣ ହୁଏ ହ୍ରାସ ପାଇଥାଏ। ଅର୍ଥାତ୍ ଯେତେବେଳେ ମାନେ ଘରର ଛାତ ଉଡେଇ ନେଇଥାଏ କଣ ହୁଏ ବାହାର ଚାପକୁ ସମାନ କରିଥାଏ ଭିତରର ବଡ ଚାପଟି ମାନେ ଉଚ୍ଚ ଚାପଟି ବାହାରର ଲଘୁ ଚାପକୁ କମେଇ ଦେଇଥାଏ ଯାହାଫଳରେ କି ସମାନ ହେଇଯାଇଥାଏ। ତ ତୁମେ ନିଶ୍ଚୟ ଅନୁଭବ କରିଥିବ ଯେ ଯେତେବେଳେ ଝଡ଼ ହୁଏ ସେହି ସମୟରେ କଣ ହୁଏ ଉଚ୍ଚ ଗତି ପବନ ପ୍ରବାହିତ ହେବା ସହିତ ବେଳେ ବେଳେ କଣ ହୁଏ ବିଜୁଳି ମାରେ ଓ ଘଡ଼ଘଡ଼ି ବା ବଜ୍ରପାତ ମଧ୍ୟ ହୋଇଥାଏ। ତ ଏଇଟା କଣ ପାଇଁ ହୋଇଥାଏ? ତ ଏବେ ଆମେ ପଢିବା ଝଡ଼ ବିଷୟରେ ହେଲା। ଝଡ଼ କଣ ତ ତମାନେ ବି ଲକ୍ଷ୍ୟ କରିଥିବ ଯେ ଯେତେବେଳେ ସ୍ଥଳଭାଗରେ କଣ ଉଚ୍ଚ ଉଷ୍ମ ଏବଂ ଆର୍ଦ୍ର ବାୟୁ କଣ ହୁଏ ହାଲୁକା ହୋଇ ଉପରକୁ ଉଠେ। ସୂର୍ଯ୍ୟ କିରଣ ପଡିବା ଫଳରେ ଯୋଉ ନଦୀ ହ୍ରଦ ଏଇ ସବୁ ବାୟୁ କଣ ଉପରକୁ ଉଠେ ଏହା ଏକ ନିମ୍ନଚାପ କ୍ଷେତ୍ର ବା ଲଘୁଚାପ କ୍ଷେତ୍ର ସୃଷ୍ଟି କରେ। ଆମେ ମଧ୍ୟ ପଢିଥିଲେ ଆଖ ପାଖରେ କଣ ଉଚ୍ଚଚାପ କ୍ଷେତ୍ରରୁ ଶୀତଳ ବାୟୁ ଏହାର ସ୍ଥାନ ନେବାକୁ ପ୍ରବାହିତ ହୁଏ। ଦେଖ ଏଇ ଜାଗାରେ ଗୋଟେ ମାନେ ପୁରା ଗରମ ବାୟୁ ଅଛି ହେଲା, ସୂର୍ଯ୍ୟ କିରଣ ପଡିକି ପୁଣି ଉପରକୁ ବାଷ୍ପ ହେଇକି ଗଲା ଏଇ ଜାଗାରେ ଶୀତଳ ବାୟୁ ଅଛି। ଯେହେତୁ ଗୋଟେ ଉଚ୍ଚ ଚାପ ଅଛି ନିମ୍ନ ଚାପ ଅଞ୍ଚଳକୁ ବା ଲଘୁଚାପ ଅଞ୍ଚଳକୁ ସେ କଣ ପ୍ରବାହିତ ହେଲା। ପୁଣି ଯେତେବେଳେ ଏଇ ବାୟୁଟି ମାନେ ଏଇ ଯୋଉ ଏଇଠି ଗଲା ଯେହେତୁ ଏଇଟା ଆହୁରି ଖରା ହଉଛି ପୁଣି ଏଇଟା ଗରମ ହେଇକି ଉପରକୁ ଉଠେ। ଏଇ ପବନ ପ୍ରବାହରେ ଗୋଟେ ନିରନ୍ତର ପ୍ରକ୍ରିୟା ପରିଣତ ହୁଏ। ପୁଣି ତାର ସେଠି ଯାଏ ସେଠି ଗରମ ହୁଏ ପୁଣି ଉପରକୁ ଉଠେ ପୁଣି ଶୀତଳ ବାୟୁ ଯାଏ ଏଇଟା ଗୋଟେ ପ୍ରକ୍ରିୟା ହୋଇଯାଏ ହଁ କି ନାଇଁ। ତ ଉପରକୁ ଉଠୁଥିବା ବାୟୁ କଣ ହୁଏ ବିସ୍ତାର ଲାଭ କରେ। ଯେତେବେଳେ ଏଇ ସବୁ ବାୟୁ କଣ ହୁଏ ଉପରକୁ ଉଠିଯାଏ ସବୁ ବିସ୍ତାର ଲାଭ କରନ୍ତି। ସମସ୍ତେ ମାନେ ପୁରା ବିସ୍ତାର ହୋଇଯାଆନ୍ତି ଚାରିଆଡେ ଖେଳି ଯାଆନ୍ତି ହଁ କି ନାଇଁ। ପୁଣି ଏଇଟା ଧୀରେ ଧୀରେ କଣ ହୁଏ ଘନୀଭୂତ ହୁଏ ଥଣ୍ଡା ହୁଏ ଏବଂ ଏଥିରେ ଥିବା ଜଳୀୟବାଷ୍ପ ଶୀତଳୀଭୂତ
ଶୀତଳୀକୃତ ହୋଇ ମାନେ ଯେହେତୁ ଘନୀଭୂତ ହୁଏ ଜଳବିନ୍ଦୁରେ ପରିଣତ ହୁଏ। ଆମେ ଜାଣିଛେ ଏହିପରି ଭାବରେ ସାଧାରଣତଃ ବର୍ଷା ହୁଏ ଏବଂ ମେଘ ସୃଷ୍ଟି ହୁଏ। ଜଳବୁନ୍ଦା କଣ ହୁଏ ମିଶି ବଡ଼ ଟୋପା ଆକାରରେ କଣ ହୁଏ ବର୍ଷା ହୁଏ। କୁଆପଥର କିମ୍ବା ବରଫ ପରି ଭୂମିରେ ପଡ଼ିଥାଏ। ତ ଏବେ ଆମେ ଅଶ୍ଳୀଟା ବୁଝିବା ଯେ ଆମେ ତ ଝଡ଼ ବିଷୟରେ ପଢ଼ୁଥିଲେ, ଯାହାକି ବର୍ଷାକୁ ମଧ୍ୟ ଗୋଟେ ପ୍ରକାର ଝଡ଼ କୁହାଯାଇଥାଏ, ହଁ କି ନାଇଁ? କିନ୍ତୁ ବର୍ଷା ଆସିଲେ ଝଡ଼ ନୁହଁ, ବର୍ଷା ସହିତ ଆସିଥିବା ପ୍ରବଳ ପବନକୁ ହିଁ ଝଡ଼ ବା ଷ୍ଟ୍ରମ୍ ବୋଲି କୁହାଯାଏ। ତ ବୁଝିପାରିଲ ଷ୍ଟ୍ରମ୍ କହିଲେ କଣ? ବର୍ଷା ହେଲା ବେଳେ ତା ସହିତ ଯୋଉ ପବନ ଆସିଲା ତାକୁ ହିଁ ଆମେ ଷ୍ଟ୍ରମ୍ ବୋଲିକି କହିଥାଉ। ଆଉ ଭାରତ ଭଳି ଉଷ୍ମ ଆର୍ଦ୍ର ଏବଂ ଉଷ୍ମମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଝଡ଼ ବାତ୍ୟା କଣ ଅଧିକ ହୁଏ, ବାରମ୍ବାର ଅନୁଭୂତ ହୋଇଥାଏ। ନିର୍ଦ୍ଦିଷ୍ଟ ପରିସ୍ଥିତିରେ କଣ ହୁଏ ଉଚ୍ଚବାୟୁ ଅଧିକ ଉଚ୍ଚକୁ ଉଠି ପରିବ୍ୟାପ୍ତ ହେଲା ବେଳେ ତାପମାତ୍ରା କଣ ହୁଏ ବହୁତ ହ୍ରାସ ହୋଇଯାଏ, ଯାହାଫଳରେ କି ଜଳବୁନ୍ଦା ଗୁଡ଼ିକ ବରଫ କଣିକାରେ ପରିଣତ ହୋଇଯାନ୍ତି। ଯୋଉ କୁଆପଥର ପଡ଼ିଥାଏ ବେଳେ ବେଳେ କଣ ହୁଏ ବହୁତ ଉପରକୁ ଚାଲିକି ଏଇଟା ବେଶୀ ଘନୀଭୂତ ହେବା ଫଳରେ ଏହା ମାନେ ଜଳବିନ୍ଦୁ ନ ହୋଇକି ଡାଇରେକ୍ଟ ବରଫ ହୋଇଯାଇଥାଏ, ଯାହାକି ବର୍ଷା ସହିତ ପଡ଼ିଥାଏ। ତ ଏବେ ତ ଆମେ ଜାଣିଲେ ଯେ ଝଡ଼ କଣ ବର୍ଷା କଣ। ଏବେ ଆମେ ବିଜୁଳି ଏବଂ ଘଡ଼ଘଡ଼ି ବିଷୟରେ ପଢ଼ିବା। ଦେଖ ଉପର ଏବଂ ତଳକୁ ପ୍ରବାହିତ ହୋଇଥିବା ଯେଉଁ ପ୍ରବଳ ପବନ ଯୋଡ଼ା ପବନ ତଳ ଉପରକୁ ଯାଏ ମାନେ ଗରମ ହେଇକି ଆଉ ଉପରୁ ତଳକୁ ଆସି ସେଟା କଣ ହୁଏ ମାନେ ପ୍ରବଳ ପବନ ଯୋଗୁଁ କଣ ହୁଏ ଜଳବୁନ୍ଦା ଏବଂ ବରଫ ହେଲା ଉପରୁ ଆସୁଥିବା ଜଳବୁନ୍ଦା ଏବଂ ବରଫ କଣ ହୁଏ ପରସ୍ପର ମଧ୍ୟରେ ଘର୍ଷଣ ହୁଏ। ତା ଫଳରେ କଣ ହୁଏ କିଛି ଚାର୍ଜ ସୃଷ୍ଟି ହୋଇଥାଏ। ଆଉ ଆମେ ଏଇ ଚାର୍ଜ ବିଷୟରେ ମଧ୍ୟ ବଳର ଅନ୍ୱେଷଣ ଅଧ୍ୟାୟରେ ଶିଖିଛେ ଯେ ଯେତେବେଳେ ଦୁଇଟି ବସ୍ତୁ ପରସ୍ପର ସହିତ ଘଷିବେ ସେମାନେ ଚାର୍ଜିତ ହୁଅନ୍ତି। ଆଉ ଏହି କ୍ଷେତ୍ରରେ ଆମ ଉପରକୁ ଏବଂ ତଳକୁ ଯେଉଁ ପ୍ରବଳ ପବନ ବହିଲା ସେଟା କଣ କଲା ପରସ୍ପର ସହିତ ଘଷି ହେଲା, ଫଳରେ କଣ ହୁଏ ମେଘ ମଧ୍ୟରେ ସ୍ଥିର ବୈଦ୍ୟୁତିକ ଚାର୍ଜ ସୃଷ୍ଟି ହୋଇଥାଏ। ଆଉ ଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ ହାଲୁକା ବରଫ କଣିକା ଉପର ଆଡ଼କୁ ଗତି କରିଥାଏ ଏବଂ ମେଘର ଉପର ଅଂଶକୁ ଅଧିକାର କରିଥାଏ। ଅର୍ଥାତ୍ ଯେଉଁମାନେ ଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ ହାଲୁକା ବରଫ ଯେଉଁଟା ବହୁତ ହାଲୁକା କଣିକା କଣ ହୁଏ ଧୀରେ ଧୀରେ କଣ ହୁଏ ଧୀରେ ଧୀରେ ବହୁତ ଧୀରେ ଉପରକୁ ଗତି କରିଥାଏ ଏବଂ ମେଘର ଉପର ଅଂଶକୁ ନିଜେ ଅଧିକାର କରିଥାଏ, ଚାରିଆଡ଼େ ବିସ୍ଥାପିତ ହୋଇଯାଇଥାଏ। ଆଉ ବିଯୁକ୍ତାତ୍ମକ ଚାର୍ଜ ଗୁଡ଼ିକ କଣ ଭାରି ଜଳବୁନ୍ଦା ହେଲା, ଏଇସବୁ ହେଲା ଭାରି ଜଳବୁନ୍ଦା କଣ ହୁଏ ମେଘର ନିମ୍ନ ଅଂଶକୁ ଅଧିକାର କରିଥାଏ। ଏହିପରି ମେଘ ମଧ୍ୟରେ କଣ ହୁଏ ଗୋଟେ ଚାର୍ଜ ସୃଷ୍ଟି ହୋଇଥାଏ। ଅର୍ଥାତ୍ କଣ ମେଘର ଉପର ଏଇଟା ହେଲା ମେଘ, ଉପର ଅଂଶରେ ରହିଲା ବରଫ, ତଳ ଅଂଶରେ ରହିଲା କଣ ଜଳ। ତ ତା ଫଳରେ କଣ ହୁଏ ମେଘରେ ମଧ୍ୟ ଗୋଟେ ଚାର୍ଜ ସୃଷ୍ଟି ହୋଇଥାଏ। ଏହା ସହିତ ଯେତେବେଳେ ମେଘର ଯେଉଁ ବିଦ୍ୟୁତାତ୍ମକ ଚାର୍ଜ ଯୁକ୍ତ ନିମ୍ନ ଅଂଶ କଣ ପାଣି ସେଟା କଣ ହୁଏ ଭୂମି ନିକଟକୁ ଆସିଥାଏ ଧୀରେ ଧୀରେ କରିକି ମେଘ କଣ ଯେବେ ବର୍ଷା ହେଉଥିବ ଭୂମି ନିକଟକୁ ଆସିଥାଏ, ଯାହା ଫଳରେ କି ଏହା କଣ ହୁଏ ଭୂମି ଏବଂ ନିକଟବର୍ତ୍ତୀ ବସ୍ତୁ ଗୁଡ଼ିକୁ ଯେପରିକି ଗଛ ହଉ କିମ୍ବା କୋଠା ହଉ ଏସବୁ କଣ ହୁଏ ଯୁକ୍ତାତ୍ମକ ଚାର୍ଜ ଯୁକ୍ତ କରିଥାଏ ଯେହେତୁ ପାଖକୁ ଆସିଥାଏ। ସାଧାରଣତଃ ବାୟୁ ଗୋଟେ କଣ ମାନେ ବୈଦ୍ୟୁତିକ କୁପରିବାହୀ ଭାବରେ ମାନେ କାର୍ଯ୍ୟ କରିଥାଏ ଏବଂ ବିପରୀତ ଚାର୍ଜ ଗୁଡ଼ିକୁ ଏକାଠି ହେବାକୁ ଦିଏ ନାହିଁ। କିନ୍ତୁ ଯେତେବେଳେ ପୁଞ୍ଜୀଭୂତ ଚାର୍ଜର ପରିମାଣ ବହୁତ ଅଧିକ ହୋଇଯାଏ ଯେହେତୁ ଯେପରି ଭାବରେ ମେଘରେ ଆମେ କହିଲେ ଉପରେ କଣ ଯୁକ୍ତାତ୍ମକ ତଳେ ବିଜୁତାତ୍ମକ ଚାର୍ଜ ଯେହେତୁ ଅଧିକ ହୋଇଗଲା ବାୟୁରେ ଥିବା ଯେ ଚାର୍ଜକୁ ଏକାଠି ହେବାକୁ ଦିଏନି, ଯେଉଁଟାକି ଆମେ କହିପାରିବା ଅନ୍ତର୍ନିହିତ ବିଦ୍ୟୁତ ବିରୋଧୀ ଗୁଣ କଣ ହୁଏ ଧୀରେ ଧୀରେ ଲୋପ ପାଇଯାଏ। ହଠାତ୍ ବହୁମାତ୍ରାରେ ଚାର୍ଜ କଣ ପ୍ରବାହିତ ହୁଏ, ଏକ ଉଜ୍ଜଳ ଆଲୋକରେ ଝଲକ ସୃଷ୍ଟି ହୁଏ ଯାହାକୁ କି ଆମେ ବିଜୁଳି କହିଥାଉ। ତ ଚାର୍ଜ କଣ ଯେତେବେଳେ ଆମେ ମେଘ କଣ କରିଥାଏ ନା ପୃଥିବୀ ପାଖକୁ ଆସିଥାଏ ଏବଂ ସେଇଠୁ ସ୍ଥିର ବୈଦ୍ୟୁତିକ ଚାର୍ଜ ସୃଷ୍ଟି କରିଥାଏ। ଆମ ମାନେ ସେ ଚାର୍ଜକୁ ଆମେ ବିଜୁଳି କହିଥାଉ, ଯାହାକି ଗୋଟେ ଆଲୋକ ସହିତ ଆସିଥାଏ। ଆଉ ଏଇ ଯୋଉ ଶବ୍ଦଟି
ଆକୁ କି ଆମେ ଘଡ଼ଘଡ଼ି କହୁ। ମେଘ ମଧ୍ୟରେ ଥିବା ବିପରୀତ ଚାର୍ଜ କ'ଣ ହୁଏ? ପରସ୍ପର ମଧ୍ୟରେ ଧକ୍କା ହୁଏ। ଅର୍ଥାତ୍ ମେଘ କ'ଣ ମାନେ ଏଇଟା ଗୋଟେ ମେଘ, ଏଇଟା ଗୋଟେ ମେଘ। ପରସ୍ପର କ'ଣ ମାନେ ଏଠି ଉପରେ ବିପରୀତ ବିପରୀତ ଅଲଗା ଅଲଗା ଚାର୍ଜ ଅଛି ନା, ମାନେ ବିପରୀତ ମଧ୍ୟରେ କ'ଣ ହୁଏ? ଧକ୍କା ହୁଏ। ସେଇ ଫଳରେ କ'ଣ ହୁଏ? ବଜ୍ରପାତ ହୋଇପାରେ। ଏହା ମେଘ ମେଘ ମଧ୍ୟରେ କିମ୍ବା ମେଘ ଏବଂ ଭୂମି ମଧ୍ୟରେ ହୋଇପାରିଥାଏ। ଅର୍ଥାତ୍ ଦୁଇଟି ମେଘ ଯେତେବେଳେ ପରସ୍ପର ସହିତ କୁଟି ହୁଅନ୍ତି ସେତେବେଳେ ହୋଇପାରେ, କିମ୍ବା ଯେତେବେଳେ ମେଘଟି କ'ଣ ହୁଏ? ଭୂମି ସହିତ ଟିକେ ସଂସ୍ପର୍ଶରେ ଆସେ ତାହା ମଧ୍ୟ ହୋଇପାରେ। ବିଜୁଳି କ'ଣ ହୁଏ? ଏହା ଚାରିପାଖରେ ବାୟୁକୁ ଦ୍ରୁତ ଗତିରେ ଗରମ କରିଦେଇଥାଏ। ଯାହାଫଳରେ କ'ଣ ହୁଏ? ବାୟୁ ବିସ୍ତାରିତ ହୁଏ ଏବଂ ଗୋଟେ ଉଚ୍ଚ ଶବ୍ଦ ସୃଷ୍ଟି କରେ, ଯାହାକି ଘଡ଼ଘଡ଼ି ନାମରେ ପରିଚିତ। ତ ଘଡ଼ଘଡ଼ି କ'ଣ? ବିଜୁଳି ହେବା ସମୟରେ ଏହାର ଚାରିପାଖରେ ଥିବା ବାୟୁକୁ କ'ଣ କରେ? ଉତ୍ତପ୍ତ କରିଦେଇଥାଏ ଏବଂ ଯାହାଫଳରେ କି ବାୟୁ କ'ଣ ହୁଏ? ବିସ୍ତାରିତ ହୋଇ ଚାରିଆଡ଼କୁ ଯିବା ପାଇଁ ଚେଷ୍ଟା କରେ ଏବଂ ଗୋଟେ ଉଚ୍ଚ ଶବ୍ଦ ସୃଷ୍ଟି କରେ, ଯାହାକି ଘଡ଼ଘଡ଼ି ବୋଲି କୁହାଯାଇଥାଏ। ବିଜୁଳି ଏବଂ ଘଡ଼ଘଡ଼ି ସହିତ ଏକ ଝଡ଼କୁ ବଜ୍ର ବିଦ୍ୟୁତ୍ ଝଡ଼ ବା ଏଇଟା କ'ଣ ଥଣ୍ଡରଷ୍ଟର୍ମ ବୋଲି କୁହାଯାଇଥାଏ। ତ ଆମେ କହିପାରିବା ଯେ ବିଜୁଳି ଘଡ଼ଘଡ଼ି ସହିତ ଗୋଟେ ଝଡ଼ ଯାହା କ'ଣ ପବନ, ସେଇ ପବନକୁ ବଜ୍ର ବିଦ୍ୟୁତ୍ ଝଡ଼ ବା ଥଣ୍ଡରଷ୍ଟର୍ମ ବୋଲି କୁହାଯାଇଥାଏ। ତ ଆମେ ଥଣ୍ଡରଷ୍ଟର୍ମ ବିଷୟରେ ପଢ଼ିଲେ, ବିଜୁଳି ବିଷୟରେ ପଢ଼ିଲେ, ଘଡ଼ଘଡ଼ି ଏବଂ ଅନ୍ୟାନ୍ୟ ଝଡ଼ ବିଷୟରେ ମଧ୍ୟ ପଢ଼ିଲେ। ତ ଆଜିର ବିଷୟ ତ ଏଇଠି ସରିଯାଇଛି ଆଜି। ଆଉ ନେକ୍ସଟ ପାର୍ଟରେ ଆମେ ଆଉ ପାଦେ ଆଗକୁ ବିଷୟରୁ ଆରମ୍ଭ କରିବା। ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ। ଚ୍ୟାନେଲକୁ ନୂଆ କରି ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ନିଜ ଗୋଟେ ସାଙ୍ଗ ସହିତ ନିଶ୍ଚୟ ଭାବରେ ସେୟାର କରିଦେବେ।